ଆସନ୍ତୁ ଶୁଣିବା ସିଦ୍ଧେଶ୍ୱର ହୋତାଙ୍କ ଗଳ୍ପ ସୂର୍ଯ୍ୟ ବୁଲୁଛି। ଦିନକର ବର୍ଷଣ ସଞ୍ଜ, ଈର୍ଷାର ଅଭିମାନ କୁଞ୍ଜେ କୁଞ୍ଜେ ଖେଳୁଛି। ଶୋଭା ତାର ଚିହ୍ନା ବାଟରେ ଦେଖୁଛି ସପନର ମାୟା। ହାଟ ବାଟରେ ତାର ବି ଥାନ ଅଛି। କଠିନ ଓ ନରମ ପଥର ତାକୁ ଚାହିଁ ଯେମିତି ହସୁଛି ପେଟ ଉଛୁଳା ହସ। ଏମିତି କେତେଥର ତାର ବାପା ଦେଖିଲେଣି। ଅନେକ ଥର ଆକଟି କରି ଶୋଭା ବୋଉ ଲତା ଆଗରେ କହିଲେଣି, ଶୋଭା ତ ଆଉ ବେଳ ନାହିଁ, ପିଲାଟି ପରି ଯା ତା ସାଙ୍ଗରେ ଖେଳି ନିଜର ମାନ ପଦାରେ ପକାଇବ। ସୂର୍ଯ୍ୟ ବୁଲି ବୁଲି ହାଲିଆ ହୋଇ ଦଣ୍ଡେ ପଛେ ଅଟକି ଯାଇପାରେ, କିନ୍ତୁ ହରିବାବୁଙ୍କ ବୁକୁ ଫଟା ନିର୍ମମ ଗଞ୍ଜଣା ଲତାକୁ ହନ୍ତସନ୍ତ କରିବାରେ କେବେ ଅଟକିନି। ସେଇଥିପାଇଁ ଶୋଭା ଲତା ବିଷୟ ଭାବି ଭାବି ଏକାବେଳକେ ସଂସାରକୁ ଦୁଃଖର ଘର ବୋଲି ଭାବିଛନ୍ତି। ଜୀବନଟା ଚାଲିଯାଆନ୍ତା ପଛକେ ଏମିତି ଦହଗଞ୍ଜ କେବେ ସେ ହୁଅନ୍ତା ନାହିଁ। ମଣିଷ ତ ସବୁବେଳେ ଏଇଥିପାଇଁ ଭାଗ୍ୟକୁ ଅଭିଶାପ ଦିଏ। ଅତିରିକ୍ତ ଉତ୍ସାହ ଓ ଆଗ୍ରହ ନ ଦେଖାଇ ନିର୍ବେଦରେ ଆଖି କୋଣରୁ ଲୁହ ଧାର ଧାର ଗଡ଼ାଇ ବସେ। ସେ କ'ଣ ତା ଜୀବନର ଛାମୁଆ ଘଟଣାରେ ନିଆଗିଳା ପାପ କରିଛି, ଯାହା ଲାଗି ଜୀବନର କୋହରିଆ ପାଗରେ ବି ଆସୁଛି କ୍ଷତର ରକ୍ତାକ୍ତ ଦାଗ? ହରିବାବୁ ଖାଣ୍ଟି ଜମିଦାରୀ ହାୱାରେ ବଢ଼ି ଆସିଛନ୍ତି ପିଲାଟି ବେଳୁ। ବୁଭୁକ୍ଷୁ ପ୍ରାଣରେ ପୁଞ୍ଜିଏ ଭାତ ଦେବାରେ ତାଙ୍କର ଆଦୌ ଆନନ୍ଦ ନାହିଁ। ଅଛି ବରଂ ଅନ୍ତରର ହିସାବ ଭୁଲା ଦୁଃଖ। ଗୁମାସ୍ତା ପାଖରେ ବସି ଲୋକଙ୍କ ଉପରେ ନାନା ଅନ୍ୟାୟ ଅତ୍ୟାଚାର କରି ପଇସା ସଞ୍ଚିବାଟା ତାଙ୍କ ଜୀବନର ଏକ ଫେନିଳ ନୃତ୍ୟ। ବୁକୁ ଭିତରେ ସେଇଥିଲାଗି ନାନା ଶିହରଣ ଜାଗେ। ରାସ୍ତା କଡ଼ର ଭୋକିଲା ନାରୀର ସିରିତୁଟା ବାଳରେ ତାଙ୍କର ଆଖି ଲାଖି ରହେ ଅଦୌତିର ଜ୍ୱଳନ୍ତା ଅଭିଯାନ ରଚିବ ବୋଲି। ଯିଏ ଜୀବନର ଶରତ ସନ୍ଧ୍ୟାରେ ଭାସନ୍ତା ବୌଦର ଶୋଭା ସଙ୍ଗେ ପରିଚୟ ଲଭି ଆଳାପ କରେ ନାହିଁ, ସିଏ ବା କିପରି ବୁଝିବ ଜୀବନର ନାନା ମୋଡ଼ରେ ଝଡ଼ ତୋଫାନର ନୈରାଶ୍ୟ ଲୀଳା? ଶୋଭା ଯେତିକି ନିଜ କଥା ନ ଭାବେ, ସେତିକି ଭାବେ ନିଜର ବାପାଙ୍କର ଭୀଷଣ ରୂପ। ଦିନେ ଆଖି ଆଗରେ ସେ ଦେଖିଛି କେତୋଟି ଭୋକିଲା ଦରମରା ଯୁବକଙ୍କର ଅଳସ ଚାହାଣୀ। ପେଟ ବିକଳରେ ଦୁଆର ମୁହଁରେ ଭିକ ଆଶାରେ ଠିଆ ହୋଇଛନ୍ତି। ସେଥିରେ ଯୁବକଟିଏ ମାଗୁଛି, ଭିକ ଗଣ୍ଡିଏ ମିଳୁ, ଭଗବାନ ବାବୁଙ୍କର ଭଲ କରିବେ। ଏହାର ଉତ୍ତରରେ ତାର ବାପା ଦେଇଛନ୍ତି ନିଆଁର ଜ୍ୱଳନ୍ତା ବାଣ। ଭିକ ଗଣ୍ଡିଏ ନେଇ ଦେବାବେଳେ ତା ହାତ ଜବରଦସ୍ତି ଧରି ଘର ଭିତରକୁ ପେଲି ଦେଇଛନ୍ତି। ଦୁଆର ବନ୍ଧରେ ତାର ମୁଣ୍ଡ ବାଜି ସେଇଦିନ ଯେଉଁ ରକ୍ତଧାରା ତା ମୁଣ୍ଡରୁ ବହିଛି, ସେଇ ତ ଗରିବ ଭିକାରୀ ପାଇଁ ସହାନୁଭୂତିର ପ୍ରତିଦାନ। କିନ୍ତୁ ତା ବାପା ଗରିବ ଭିକାରୀକୁ ଯେଉଁ ଅନ୍ଧାରିଆ ଚାପୁଡ଼ା ଦେଇ କହିଛନ୍ତି, ତୋ ବୋପା ଅର୍ଜିତ ହୋଇଛି ବୋଲି ଆସିଛୁ, ତାର ପ୍ରତି ଅକ୍ଷର ଗଳାରେ ଆଙ୍କି ହୋଇଛି। ସେଇଦିନଠୁ ଇରାନୀ ବାଳିକା ପରି ତା ଜୀବନ ଜୁଆର ନାନା ବାଧାବନ୍ଧ ତୋଳି ଭଟ୍ଟା ଲଭିବ ପଛକେ ଅନ୍ୟାୟରେ ଜଗତ ବୁକୁରେ ସେ ଚାଲିବ ନାହିଁ। ଏଇ ତାର ଜୀବନର ପ୍ରଥମ ସଂକଳ୍ପ। ସଂକଳ୍ପର ତାଡ଼ନାରେ ଯୁବତୀର ନରମ ହୃଦୟ ଶକ୍ତ ହୋଇପାରିନି। ନିଜର ରୁଚି ନେଇ ମାଙ୍କୁ ସୁଖ ଦେବାରେ ଶୋଭା ଅବହେଳା କରିଛି। ଦୁନିଆର ବୁନିଆଦରେ ପଶି ଜଙ୍ଗଲ ସଫା କରିବାରେ ଅଣହେଳା କରିଛି। ଯେଉଁଥିପାଇଁ ହରିବାବୁ ଝିଅର ଅସମ୍ଭବ ବ୍ୟବହାରରେ ରାଗତକ ନିଜର ସହଧର୍ମିଣୀ ଲତା ଉପରେ ସୁଝାଉଛନ୍ତି। ଲତା ଶୁଣି ଶୁଣି କକେଶସ୍ର କଳା ଛାଇ ଆଖି ଆଗରେ ଦେଖୁଛି। ଜୀବନର ସୁହାଗ ଦିନ ତିକ୍ତ ହୋଇଯିବ ପଛକେ ଶେଷ ବିଦାୟବାଣୀ ବାପାଙ୍କୁ ଶୁଣାଇ ଦେଇ ସେ ରଚିବ ଜୀବନଯାତ୍ରାର ନଈବାଲି। କହିବ କାନେ କାନେ ସୂର୍ଯ୍ୟ ବୁଲୁଛି। ହରିବାବୁ ନିତିଦିନ ପରି ଗୁମାସ୍ତା ପାଖରେ ହିସାବ କିତାବ କରୁଛନ୍ତି। ଆଜି ଦିନର ହିସାବରେ ଭୁଲ ଭଟକା ଅଛି ବୋଲି ବଡ଼ ଜଟିଳ ହୋଇଛି। ଗୁମାସ୍ତା ଡରିମରି ପତ୍ର ଲେଉଟାଇ ଲେଉଟାଇ ହିସାବର ଠିକ୍ ଭାବଟା ବୁଝାଇବାରେ ପଛାଇନି। ତଥାପି ଯିଏ ଚୋର ସିଏ ତ ସଚ୍ଚା ଲୋକ ପରି ମୁଣ୍ଡ ସିଧା କରିପାରିବ ନାହିଁ। ଗୁମାସ୍ତା ଆଖିରୁ ବିନ୍ଦୁ ବିନ୍ଦୁ ହୋଇ ଲୋତକ ତଳେ ପଡ଼ୁଛି। ଗୁମାସ୍ତା ଆଖିରୁ ଲୁହ ବିନ୍ଦୁ ବିନ୍ଦୁ ହୋଇ ତଳେ ପଡ଼ୁଛି। ହରିବାବୁଙ୍କ ଆଖି ଯେପରି ନିଆଁ ଦଲକା ଦୁଇଟି। ଶୋଭା ଶୁଣି ଶୁଣି ଭାବି ଭାବି ମତୁଆଲା ହୋଇ ଉଠିଲାଣି। ନୂଆ ପୁରୁଣାରେ ମହତ ତଫାତ ନ ଜାଣିଲେ ବି ତାର ଧାରଣା ରହିଛି ବାପାଙ୍କର ଜମିଦାରୀ ବ୍ୟବହାର। ଧନ ପାଇଁ ମଣିଷ ସନ୍ଦେହ ଜାଲରେ ବୁଡ଼ି ମରେ। ତା ବାପା ମଧ୍ୟ ସେଇ ଅଛିଣ୍ଡା ଜାଲରେ ପଡ଼ି ଶୋଭାର ମନ କଥା ଜାଣିପାରୁନାହାନ୍ତି। ଲତା ସ୍ୱାମୀକୁ ଅନେକ ଥର ଏଇ କଥା ନେଇ ଚେତାଇ ଦେଲେ ବି ଗାଳି ମିଳିଛି। ତାଙ୍କୁ ସବୁବେଳେ ପେଟ ଭରା ଖୋରାକି। ଦିହ ମୁଣ୍ଡ ବିନ୍ଧୁଛି, ମନ ଭିତରଟା କୁହୁଳୁଛି। ତଥାପି ଉପର ଠାଉରିଆ ହସ ଦେଖାଇ ଶୋଭା ପାଇଁ ଲଢ଼ୁଛନ୍ତି ସ୍ୱାମୀ ପାଖରେ ଲତା। ଶୋଭାର ମନ ପୋଡ଼ି ଯାଉଛି।
ଲକ୍ଷ ଲକ୍ଷ ନିରନ୍ନ ପ୍ରାଣୀ ସଢ଼ି ସଢ଼ି ମରୁଛନ୍ତି ରାସ୍ତାଘାଟରେ। ତାର ଦଶା ବି ଏଇପରି ଦିନେ ହେବ। ତେବେ ସେ କାହିଁକି ତା ବାପାଙ୍କ ଜମିଦାରୀରେ ବଢ଼ି ପୁଣି ସାଜିବ ସୌଖିନୀର ଏକ ମଖମଲ ମୂର୍ତ୍ତି? ଏ ତ ମଣିଷର ମୁରବିପଣିଆ ନୁହେଁ। ପ୍ରକୃତି ରାଇଜର ଛବିଳ ଛବିରେ ବାଧା ଅଛି, ମଣିଷର ଭାବନାରେ କ'ଣ ବାଧା ରହିବ ନାହିଁ? ଶୋଭା କିଶୋରୀ, ଶୋଭାର ଯୁବତୀ ସୌନ୍ଦର୍ଯ୍ୟ ଫୁଟିଛି। ମଧୁର ଯନ୍ତ୍ରଣାରେ କିଶୋରୀ ପ୍ରାଣ କାନ୍ଦିଛି ସତ, ତା ଯନ୍ତ୍ରଣାଠୁ ବଳି ସୁଖ ଦେଉଛି। ପ୍ରଥମ ପ୍ରଣୟର ସ୍ପନ୍ଦନ ସବୁ କାଉଁରୀ ହାଡ଼ର ଚମକ ଦେଉଛି। ଅସନ୍ତୋଷ ଭୋଗିଲେ ବି କ୍ଷଣକର ମାଦକତାରେ ଏକାବେଳକେ ସବୁ ମାନ ଅଭିମାନ ଧୂଳିରେ ମିଶି ଯାଇଛି। ଏଠି ନାବିକ ନା ଚଳାଇ ଲଙ୍ଗର ରଖିବାରେ ସତକଳ୍ପନା କରିଛି। ସେସବୁର କରାମତି କାଳରେ ହାଁ ହାଁ ହେଉଛନ୍ତି। ଏହି ନିଶାଣ ତୋଳିବାରେ ମସ୍କୋର ବୈଷୟିକ ବାଦ ପଡ଼ିନାହିଁ, ଅଛି ବ୍ୟବସାୟୀର ବେଉସା। ତାକୁ ହରିବାବୁ ଚିହ୍ନି ପାରିବେ ନାହିଁ। ଲତା ସ୍ୱାମୀଙ୍କୁ ଅନେକ ଥର କହିଲାଣି ଝିଅଟିକୁ ପର ହାତରେ ପାର କରିଦେବାକୁ। ବ୍ରହ୍ମା ନିଜ ପରି ଧନୀ ଓ ଟାଣୁଆ ଦେଖିଲେ ସିନା ଝିଅକୁ ଟେକିଦେବେ। ହରିବାବୁ ଖୋଜୁଛନ୍ତି ପାତ୍ର। ହରିବାବୁଙ୍କ ବାପା ନିଜ ଗାଁ ମୁଣ୍ଡରେ ହାତରୁ ଟଙ୍କା ଦେଇ ଗଢ଼ିଛନ୍ତି ମାଇନର ସ୍କୁଲଟିଏ ଗରିବ ପିଲାଙ୍କ ପଢ଼ାଶୁଣା କରିବା ପାଇଁ। ଦେଶସେବୀ ସେ ଥିଲେ। ଗରିବର ଦୁଃଖ ଗୁହାରି ଶୁଣିବାରେ ତାଙ୍କର ଅନ୍ତର ଥିଲା ଗୋଟିଏ ଝିକମିକ ପଥର। ଏଇଥିପାଇଁ ସଦାନନ୍ଦ ବାବୁ ମରିଗଲେ ବି ସବୁବେଳେ ଲୋକେ କୁହନ୍ତି, କୂଳ ବୁଡ଼ିବା ବେଳକୁ ସିନା ଏ ହରିବାବୁ ଜନ୍ମ ହେଇଛନ୍ତି, ନଇଲେ ବାପଗଢ଼ା କୀର୍ତ୍ତିକୁ କିଏ ନ ପଚାରେ? ଶୋଭା ଜୀବନର ମୂଳନୀତି ବାବୁଆଣୀ ହେବା ନୁହେଁ। ଦୁଃଖୀର ଘଙ୍କିକ ସୁଖ ସୁବିଧା ଦେଖି ନିଜ ପ୍ରାଣରେ ପୁଣ୍ୟ ଚାନ୍ଦର କିରଣ ତୋଳି କହିବ, ଜୀବନ ଯେଉଁଠି ଯାହା ଚାହେଁ ସେଇଆ ମଣିଷର ଉଚ୍ଚ ଦର୍ଶନ। ହରିବାବୁ ବଡ଼ ସନ୍ଦେହୀ ଝିଅର ଗୁପ୍ତ ବ୍ୟବହାର ଓ ସରଳ ଚାଲିରେ। ଶୋଭା ବାରମ୍ବାର ତାଙ୍କ ଆଗରେ ଗଲେ ବି ପଛ ଆଡ଼ କରି ଚାଲିଯାଏ। ଏଠି ସନ୍ଦେହର ଘୋଡ଼ଣୀ ଆହୁରି ଜଟିଳତର ହୋଇଉଠେ। ହରିବାବୁଙ୍କ ପ୍ରତିଜ୍ଞା ଜୀବନ୍ତ ହୋଇ ତପ୍ତ ଗୋଧୂଳି ରଚେ। ଯେଉଁଠି ଘନ ଘନ ବାଜେ, ସୂର୍ଯ୍ୟ ବୁଲିଲେ ବି ତାକୁ ଅଟକି ଦେଇ ପାରିବେ ନାହିଁ। ଏଟା ବା କିବା କଥା? କେଡ଼େ କେଡ଼େ କଥା ସେ କରିଯାଇଛନ୍ତି ତାଙ୍କ ଜୀବନରେ। ଗାଁ ଆଖପାଖ ଜନତାର ମିଳି ଭାଙ୍ଗି ଦେଇ। କଚେରୀ ଘର ବାରଣ୍ଡାରେ ଭିକାରୀଟିଏ ଆଶ୍ରା ନ ପାଇ ଶୀତରେ ଥୁରଥୁର ହୋଇ ରାତିରେ ଶୋଇଥିଲା। ସକାଳ ଡାହାଣିଆ ଖରା ବସି ପୁଆଉଛି। ଶୀତର ଅଳସ ତା ଦେହରୁ ଛାଡ଼ି ନାହିଁ। ହରିବାବୁ କଚେରୀ ଘରକୁ ପଶି ଆସିଲା ବେଳକୁ ଦେଖନ୍ତି ଭିକାରୀଟିଏ ଶୋଇଛି। ତା ଦେହର ହାଡ଼ଗୁଡ଼ାକ ଏକାବେଳକେ ଟାଣୁଆ, ଚମଗୁଡ଼ାକ କଳା କିଟମିଟ ଦେଖାଯାଉଛି। ମୁଣ୍ଡର ଖପୁରିଟା ନିହାତି ନୁଖୁରା, ହାଡ଼ ଦୁଇଟି ଶୁଖିଲା ଗଛର ଅଗଥୁଣ୍ଟା ପରି। ଲୁଗା ଦଦରା, ଦେହ ଘୋଡ଼ାଇବାର ସାହା ଭରସା ନାହିଁ। ଭଗ୍ନ ଦୁନିଆରେ ଅଭାବ ଅନାଟନ ତୋଳି ଦେଉଛି ପ୍ରତିଯୋଗିତାର ଅମର ଆହ୍ୱାନ କୋଣାର୍କର ସେଇ ଝଲମଲ ଚାରୁକଳା ସଙ୍ଗେ। କିଏ ଜିଣିବ ପରେ ନୀରବ ଅଶ୍ରୁପାତରେ ତାର କଳ୍ପନା। ବଜ୍ରର ଘଡ଼ଘଡ଼ି ଘଟିଛି ହରିବାବୁଙ୍କ ମନରେ। ନିର୍ଯାତନାର ଜୀବନ୍ତ ରାକ୍ଷସ ହୋଇ ଆଚ୍ଛା କରି ଗୋଇଠାଏ ମାରିଛନ୍ତି। ଭିକାରୀ ଘଡ଼ିଏ ଯାଏଁ ଛଟପଟ ହୋଇ ଆଣ୍ଠେଇ ଆଣ୍ଠେଇ ହୋଇ ଉଠି କହିଛି ଭଙ୍ଗା ସ୍ୱରରେ, ମୁଁ ତମର କିଛି ଭଲ ମଣିଷ ପରି ଭଲେ ହେଉଛି ଆସି। ଯା ପାଟି କରନା, ତମରି ଲାଗି ମୋର ସବୁ। କହି ହରିବାବୁ ଘରକୁ ଫେରିଲେ। ବ୍ୟବସାୟ ଜମିଦାରୀ ବୁଝାସୁଝାର ତ ପୁଣି ଯୋଗ ଅଯୋଗ ଅଛି। ଶୋଭା ଆଜି ଭିନ୍ନ ଦୁନିଆରେ ମୀନାର ସୌନ୍ଦର୍ଯ୍ୟ ଦେଖୁଛି। ଜୀବନର ଏକ ପାରରେ କାଳ ବୁଲିଲେ ସୂର୍ଯ୍ୟ ଯେଉଁଠି ଅଛି ସେଠି ଆଉ ଦେଖାଯାଉ ନାହିଁ। ସେହି ସୌନ୍ଦର୍ଯ୍ୟର ପ୍ରତି ସ୍ତରରେ ଲାଖି ରହିଛି ମରଣର ଆହ୍ୱାନ ବାଣୀ। ଏଠି ଗୁରୁତ୍ୱ ଅଛି କାହାର? ଯିଏ ଜନ୍ମି ଜଗତକୁ ଆସିଛି ସିଏ ପୁଣି ମରିବ। ଜନ୍ମ ବେଳେ ଦୁନିଆ ହସିବ, ମରିଲା ବେଳେ ତାର ଠିକ୍ ଓଲଟା। ସେଠି ଜମିଦାରର ତଏ ତୁଳା ସେଜର ଆଡ଼ମ୍ବର ଆଉ ରହେ ନାହିଁ। ତେବେ କାହିଁକି ମଣିଷ ପ୍ରଥମରୁ ଶୁଭ ଚେତନା ନ ପାଏ? ଜନ୍ମ ମରଣ ଲୀଳା ପରି ଜମିଦାର ଓ ମଜଦୁରର ମିଳନ ଲୀଳା ତ ଜଗତର ମଧୁର ବସ୍ତୁ। ଏଇ ଆମନ୍ତ୍ରଣ ଲୀଳା ସେ ନିଜେ ରଚୁ ତା ଜୀବନରେ। କ୍ଷତି ତ କିଛି ହେବ ନାହିଁ, ବରଂ ଲାଭ ଅଛି। ଯାହା ସ୍ୱପ୍ନ ଦୁନିଆର ବସ୍ତୁ ବୋଲି ମଣିଷ ଭାବେ, ତାହା ବାସ୍ତବ ଦୁନିଆରେ ଫୁଟି ଉଠିବ। ଏଇଠି ତ ସଭ୍ୟତାର ଜଡ଼ରୂପ ସଜୀବ ହୋଇ ପୁରୁଷ କୋଳରେ ମଥା ରଖି କହିବ, ପ୍ରିୟେ ପ୍ରାଣ ଦେଇ ଯଦି ଭଲ ପାଅ, ତେବେ ସୂର୍ଯ୍ୟ ବୁଲିଲେ ତମର ଦୁଃଖ ଝଞ୍ଜାତ ଆସିବ ନାହିଁ। ଏ ଆବେଗ କାହାଣୀ ଗନ୍ଧର୍ବ ସେଦିନ ଆମ୍ବ ଗଛ ମୂଳେ ଇସାରା ଦେଇଥିଲା ତ? ସେ କାହିଁକି ସାହସ ତୋଳି ଜାହାଜ ଚଢ଼ି ଆଫ୍ରିକା ଯିବାର ବନ୍ଦୋବସ୍ତ କଲା ନାହିଁ? ବାପାଙ୍କର ନାଲି ଆଖିକୁ ପ୍ରତିବାଦ ଜଣାଇ ସମ୍ପଦର ଧୂସର ଲୀଳାରେ କୋହ ରଚିବାକୁ ଦୀର୍ଘ କଳ୍ପନା କରିପାରିଲା ନାହିଁ ତ? ତେବେ ସେଦିନ କଥା ଓ ଆଜି ଦିନର ମରମ ବାର୍ତ୍ତା ମିଳନ ପରେ ବିରହ ତ ଅଛି। ସେଇ ବିରହ ଲୀଳାରେ ଫୁଟିବ ଯେପରି ବାପାଙ୍କ ପ୍ରତି ନିର୍ମମ ଆହ୍ୱାନ। ଆଉ ବିରହ ଯନ୍ତ୍ରଣାରେ ଅଧୀରା ହୋଇ ଡାକିବି, ପ୍ରିୟେ
ପ୍ରାଣ ଭରି ଭଲ ପାଏ ବୋଲି ଫେରି ଆସିଛି ମଜଦୁରର ସ୍ତ୍ରୀ ହୋଇ। ଏବେ ତ ମୋତେ ହରିବାବୁ ଘରକୁ ଫେରି ଦେଖନ୍ତି ଶୋଭାର ଜୀବନ ସଙ୍ଗୀତରେ ଜାପାନର ବୋମା ବର୍ଷୁଛି। ନାଚି କୁଦି ଖେଳିବାର ଶୋଭା ଆଉ ନାହିଁ। ତାର ଅନ୍ତର ବେଦନା ଜାଣିବା ଛଳନାରେ ପଚାରିଲେ ହରିବାବୁ, ତୋ ଜୀବନଟାକୁ ଏପରି ଦରମରା କରୁଛୁ କାହିଁକି ଶୋଭା? ତଥାପି ଶୋଭାର ପାଟି ଖନି ମାରି ଯାଉଛି। ଓଡ଼ିଆ ଝିଅଗୁଡ଼ାକ ଏମିତି ନହେଲେ ଦାଣ୍ଡରେ ବାଜା ବା ବାଜିବ କେମିତି? ଜମିଦାରର ଝିଅ ହୋଇ ଅଚାବୁଆ ହୋଇ କାନ୍ଦିବାଟା ଜୀବନର ଅଭିଶାପ କହି ହରିବାବୁ ଗର୍ଜନ ଲୀଳା ଆରମ୍ଭ କରିଛନ୍ତି। ଘର ଭିତରେ ଏ ଅପ୍ରତ୍ୟାଶିତ ଗୋଳମାଳ ଶୁଣି ଧାଇଁ ଆସିଛି ଲସର ପସର ହୋଇ ଲତା। ଆସି ଦେଖେ ଶୋଭା ନୀରବରେ ଖାଲି ଚାହୁଁଛି। ସ୍ୱାମୀଙ୍କ ନାଲି ଆଖି ଗୋଡ଼ାଇ ଧାଉଁଛି ଯେମିତି ଖାଇବ ବୋଲି। ଅସମ୍ଭାଳ ହୋଇ ଲତା ଏଇ ପ୍ରଥମ ଆଉ ଶେଷ ଥରକ ଆକଟିଲା ପରି ସ୍ୱରରେ କହି ଉଠିଲେ, ମୁରବୀ ହୋଇ ଜିନିଷ ସାଇତି ରଖନ୍ତ କ'ଣ ସବୁ ଫୋପଡ଼ା ଫିଙ୍ଗା କରୁଛ? ଶୋଭା କ'ଣ ତମର ଝିଅ ନୁହେଁ ଯେ ତାକୁ ଏପରି କଷ୍ଟ ଦେଉଛ? ମୁଁ କଷ୍ଟ ଦେଉଛି? ଅପ୍ରତିଭ ହୋଇ ନିଜର ଗୁମାସ୍ତା ପାଖକୁ ଯିବାକୁ ଗୋଡ଼ ଭଡ଼ାଉଛନ୍ତି। ଯେଉଁଠି ମତ ଦୁଇଟା ଆକାର ଧାରଣ କରେ ସେଠି ତ ସବୁ ଦୁଃଖ। ତମେ ତ ଏହାର କାରଣ ବୋଲି ମୁଁ ଭାବୁଛି କହି ଲତା ପ୍ରମାଦ ଗଣୁଛନ୍ତି। ଏସବୁ ତମରି ଫାନ୍ଦ। ଶୋଭା ସେ ଦରର ପିଲା ନୁହେଁ ଯେ ବାପ କଥାକୁ ନ ମାନି ନିଜର କରଣି କରିବ। ନା ବାପା, ତମେ ଯାହା କହ ପଛକେ ତମର ଗରିବ ଦୁଃଖୀରଙ୍କୀଙ୍କ ପ୍ରତି ଯେଉଁ ଦୁର୍ବ୍ୟବହାର ସେ ମୋତେ ଏମିତି କରିଛି ଆଉ କରିବ। ମୁଁ ଜାଣେ ତମର ପସନ୍ଦ ହେବ ନାହିଁ କହି ମା ଦେହକୁ ଆଉଜି କାନ୍ଦୁଛି ଶୋଭା। ଜାଣିଲି ଶୋଭା, ସେଦିନ ତୁ ଗନ୍ଧର୍ବ ସଙ୍ଗରେ ମିଳାମିଶା କରୁଥିଲୁ ଯାହା ମୋତେ ପସନ୍ଦ ଲାଗିଲାନି। ନ ଲାଗିବାର ଯଥେଷ୍ଟ କାରଣ ଅଛି। ତୁ ଜମିଦାରର ଝିଅ, ତୋର ଖାଇବା ପିନ୍ଧିବା ତା ଜୀବନରେ ଦେଖି ନାହିଁ ବା ଦେଖିବ ନାହିଁ। ସେ ମୂଲ ଲାଗି ଆମରି ଛାଇ ତଳେ ଦାନ୍ତ ନିକୁଟି ରହିବ। ତୋର ତା ସାଙ୍ଗରେ କି ମମତା ଅଛି କହି ନିଜ ସ୍ତ୍ରୀକୁ ବରାବର ଚାହିଁ ରହିଛନ୍ତି ହରିବାବୁ। ନାରୀ ନାରୀର ଦୁଃଖ ବୁଝେ, ଅନ୍ତରର ବେଦନା ବୁଝି ସମଝି ବ୍ୟବସ୍ଥା କରେ। ତମ ପରି ନିର୍ମମ ପୁରୁଷ ଯୁବତୀ ଶୋଭାର ମନଗଞ୍ଜଣା ତ ବୁଝିବ ନାହିଁ କହି ଲତା ଶୋଭାର ମୁଣ୍ଡକୁ ଆଉଁଶୁଛି। ଏସବୁ ତମରି କୁହୁକ ଜାଲ କହି ହରିବାବୁ ଝୁଙ୍କିଛନ୍ତି ଆଗକୁ। ସନ୍ଦେହର ପରଦା ଆଙ୍କି ହରିବାବୁ ଭାବୁଛନ୍ତି, ଏ କ'ଣ ମଣିଷ ଧନ ପାଇ ତାକୁ ଏପରି ଖରାପ ଭାବରେ ଖର୍ଚ୍ଚ କରେ କାହିଁକି? ଗନ୍ଧର୍ବ ସତେ କ'ଣ ଗନ୍ଧର୍ବ ବିଦ୍ୟା ଜାଣେ? ତାର ତ ଧନ ନାହିଁ। ସେ କିପରି କେଉଁ ଗୁଣରେ ଜମିଦାର ହରିବାବୁଙ୍କଠୁ ବଡ଼? ପୁଣି ଶୋଭାର ହୃଦୟରେ ତା ପାଇଁ ଆସକ୍ତି। ତା ପାଇଁ ଆହୁରି ସୁନ୍ଦର ବର ଆଣିଦେଲେ ବି ତା ପାଖରେ ସିଏ ଏକାବେଳକେ ଅସୁନ୍ଦର। ଏହା ବା କେମିତି ହେବ? ନା, ନିଜ କଥା ରହିବ। ଜମିଦାରର ରକ୍ତ ଏତେ ନିର୍ଜୋର ନୁହେଁ ଯେ ଅବଳା କଥାରେ ଆପେ ଆପେ ମାନିନେବ। ଘଡ଼ିକ ପରେ ହରିବାବୁ ଗର୍ଜି ଉଠି କହିଲେ, ଭଲ କଥା, ଯାଅ ଶୋଭା, ଘରୁ ଚାଲିଯାଅ। ଏଥିରେ ମୋର ଆପତ୍ତି କିଛି ନାହିଁ। ଯିଏ ଅନ୍ୟାୟ କରିବ ସେ ଦଣ୍ଡ ପାଇବ। ନାଇଁ, ମୁଁ ଯିବି ସ୍ୱାମୀ। ତମର ସେଇ ଜମିଦାରୀ ମାନ ଅଭିମାନ ସବୁ ସମ୍ଭାଳି ଥାଅ କହି ଲତା ଶୋଭା ପଛରେ ବାହାରିଗଲା। ତମେ ବି ଯାଅ। ତମ ପରି କଡ଼ୁଆ ସାପ ଘରେ ପଶି ଛଟପଟ ହେଉଥିଲି, ଏବେ ଶାନ୍ତିରେ କହି ହରିବାବୁ ସ୍ୱସ୍ତିର ନିଶ୍ୱାସ ନେଇଛନ୍ତି। ମିସ୍ତ୍ରୀ ତାର ଜିନିଷପତ୍ର ଯୋଗାଡ଼ କରି କାରିଗର କାମ କରିବ ଅଥଚ ଚିହ୍ନା ଦେବ ନାହିଁ। ନୂଆ ଜୀବନରେ ପ୍ରେମର ଲୀଳା ଫୁଟିବ ପଛକେ ଓଜର ଆପତ୍ତି ରହିବ ନାହିଁ। ଗନ୍ଧର୍ବ ଏହା ଶୁଣିବା କ୍ଷଣି ନିଜର କୁଡ଼ିଆ ଘରେ ଶୋଭା ଓ ଲତାକୁ ସ୍ଥାନ ଦେଇ ମୂଲ ଲଗା ପଇସାରୁ ତେଲ ଲୁଣ କରି ପୋଷି ଆସିବାରେ ହେଳା କରିନି। ଜନତା ଏସବୁ ସମ୍ଭାଳେନି। ହରିବାବୁଙ୍କୁ ବାରମ୍ବାର କହିଛି ଭୁଲ ବୋଲି। ହରିବାବୁ ଭାବିଛନ୍ତି, ମୁଁ ତ ଚୋରି କରିନି, କାହାର ବା କ୍ଷତି କରିନି, ତେବେ ଭୁଲ କାହିଁକି? ଯିଏ ଭୁଲ କରିଛି ସେ ପାଇବ ନାହିଁ ଦଣ୍ଡ, ଆଉ ଜମିଦାରକୁ ମିଛେ ମିଛେ ଦଣ୍ଡ ଦିଆଯିବ। ପ୍ରତିଶୋଧ ନେବା ପାଇଁ ହରିବାବୁ ଗନ୍ଧର୍ବକୁ ଡକାଇ ନାନା ତର୍ଜନା ଦେଇଛନ୍ତି। ଚୋରି ଦଣ୍ଡରେ ଦଣ୍ଡ ଦେବା ପାଇଁ ନାନା ଧମକ ବାଣୀ ଶୁଣାଇଛନ୍ତି। ତଥାପି ଗନ୍ଧର୍ବ ହକ୍ କଥା କହିଛି। ଆପଣ ଜମିଦାର ସତ, ମୋ ଦ୍ୱାରା ଯାହା ହେବ ତାହା କରିବି। ଏସବୁ ତମର ଭୁଲ ଧାରଣା ଗନ୍ଧର୍ବ, ତୁମେ ଶୋଭା ଲାଗି ପାତ୍ର ନୁହଁ କହି ହରିବାବୁ ଆଗକୁ ମାଡ଼ି ଚାଲିଛନ୍ତି। ପ୍ରାଣ ଭୟରେ ପଛେଇ ପଛେଇ ଗନ୍ଧର୍ବ କହୁଛି, ମୂଲିଆ ହୋଇ ସେମାନଙ୍କୁ ବଞ୍ଚାଇ ରଖିବା ମୋର ପରମ ସୌଭାଗ୍ୟ। ୟାର ଫଳ ଏଇ କହି କ୍ରୋଧରେ ଅଗ୍ନିଶର୍ମା ହୋଇ ଉଠିଛନ୍ତି ହରିବାବୁ। ତାପରେ ଗନ୍ଧର୍ବର ପ୍ରାଣହୀନ ଦେହ ଭୂଇଁରେ ଲୋଟି ଯାଇଛି। ଶୋଭା ଓ ତା ମା ସେଇଦିନ କୁଆଡ଼େ ଚାଲି ଯାଇଛନ୍ତି ଜଣାଯାଇ ନାହିଁ। ହରିବାବୁ ମୂଲିଆକୁ ମୂଲ ଦେଇ ଦେଇ ଥକି ଗଲେଣି ଶୋଭାକୁ ଫେରି ପାଇବା ପାଇଁ। କିନ୍ତୁ ଯିଏ ମୂଲ ନେଇ ଖୋଜିବାକୁ ଯାଉଛି ସେ ଆସି କହୁଛି ଖାଲି ସୂର୍ଯ୍ୟ ବୁଲୁଛି ବୋଲି। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ସୂର୍ଯ୍ୟ ବୁଲୁଛି। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।